ଶୁଣନ୍ତୁ ଆଜି ଲୋ- ଲୋକଙ୍କୁ ଅତିଶୟ ବାଧଣା ନହେଲେ ରାସ୍ତାକୁ ଆସିବେନି। କାହିଁକିନା ଘରେ ଯୋଉ ରାନ୍ଧଣା ହଉଛି ଯୋଉ ପରିମାଣରେ ହଉଥିଲା ତାର କ୍ୱାଣ୍ଟିଟି କମିଗଲାଣି। 5 ପ୍ରକାର 6 ପ୍ରକାର ତରକାରୀ ହେଲା ବେଳକୁ ବର୍ତ୍ତମାନ ଗୋଟେ ଯୋଡ଼େ ତରକାରୀ ମଧ୍ୟ ଚଳିବା କଷ୍ଟ ହେଲାଣି। ଛୋଟ ଛୁଆ ମା ବାପାଙ୍କୁ ପଚାରୁଛନ୍ତି ଆମେ ଏଇଟା ଖାଇବୁ ସେଇଟା ଖାଇବୁ, ସେ କାଲି ବୁଝଉଛନ୍ତି କାଲି କରିବା ପରଦିନ କରିବା। ଅର୍ଥାତ୍ ତା ଅର୍ଥ କ'ଣ? ତା ଅର୍ଥ ଲୋକ ବର୍ତ୍ତମାନ କିଣାକିଣି କରିପାରୁନାହାନ୍ତି। ବଜାରକୁ ଯଦି 500 ଟଙ୍କା ନୋଟ୍ ନେଇକି ଯିବ ବ୍ୟାଗର ଚକିରେ ପଡ଼ୁଛି ତାର ଆଣିଲା ବେଳକୁ। ଏବଂ ଆଜି ଗୋଟେ ଖବରକାଗଜ ବାହାରିଛି ସଞ୍ଚୟ କମିଛି ଓଡ଼ିଶାରେ। ଯଦି 5,000 ଟଙ୍କା ରୋଜଗାର କରୁଥିବା ଲୋକ 15,000 ଟଙ୍କା ଖର୍ଚ୍ଚ କରିବ ସବୁ ନିତ୍ୟ ବ୍ୟବହାରିକ ଜିନିଷ କିଣିବାରେ, ବଞ୍ଚିବ କେମିତି? ତା ସଞ୍ଚୟ ରହିବ କୋଉଠି? ତେଣୁ ଏ ଯେଉଁ ମହଙ୍ଗା ମାର ସରକାର ୟାଙ୍କୁ ଜଣା ନାହିଁ। ଆଙ୍କୁ ଟିକେ ଚେତେଇ ଦେଲୁ, ଯଦି ସେ ଦରଦାମ ନ କମେଇବେ ଆଗାମୀ ଦିନରେ ପଲ୍ଲୀଠୁ ଦିଲ୍ଲୀ ଯାଏ ଲଢ଼େଇ ହେବ। ଆରେ এইটা হচ্ছে ଧାରଣାଶାୟୀ। এটা ପିଏମଜି ସ୍କୋୟାର এই লোয়ার ପିଏମଜି ଯାଏ ମାଷ୍ଟର କ୍ୟାଣ୍ଟିନ ଟୁ ଏଜି ଛକ ଯାଏ এইটা ମୁଁ ରାଜନୀତି କଲେ ଯେବେଠୁ ଷ୍ଟୁଡେଣ୍ଟ କାରେ କଲେଣି ଏଇଠି ସବୁ ଧାରଣା ହରତାଳ ସବୁ ହୁଏ। ସିଏ ବିରୋଧୀ ଦଳରେ ଥିଲେ, ସେଇଠି ଘରଟା ପାଇଥିଲେ, ତାଙ୍କୁ ସୁବିଧା ହେଉଥିଲା ଆନ୍ଦୋଳନ ଯୋଗ ଦେବାକୁ। ଆଇଦର ସେ ଚେଞ୍ଜ କରିବେ ନହେଲେ ଆମ କଥା ଶୁଣିବେ। ମୁଁ ଭାବୁଛି ତାଙ୍କୁ ଧନ୍ୟବାଦ ଦେବି, ସେ ଶୁଣନ୍ତୁ। ଶୁଣିଲେ କାଳେ କ'ଣ ପରିବର୍ତ୍ତନ ହେବ ମୋତେ ଲାଗୁନି, କାହିଁକିନା କେନ୍ଦ୍ରରେ ଯେଉଁ ସରକାର ଅଛି ଶୁଣନ୍ତିନି। ସେ ପୁରା ନିଘୋଡ଼ ନିଦ୍ରାରେ ଶୋଇଥିବା ସରକାର। ଇଏ ତ ସେ ବଡ଼ ଇଞ୍ଜିନ, ଇଏ ସାନ ଇଞ୍ଜିନ। ତେଣୁ ବଡ଼ ଇଞ୍ଜିନ ଶୋଇଛି, ସାନ ଇଞ୍ଜିନ ଷ୍ଟାର୍ଟ କୁଆଡ଼େ ହେବ? ଆରେ ସୁଭଦ୍ରାରେ କହିଲେ 50,000 ଦେବୁ, 5,000 ଦେଲେ, 5,000 ଦେଇକି ମାସ ଶେଷରେ 15,000 ଲୁଟିଲେ। ବୁଝିପାରୁନ ସବୁ? ମହିଳାଙ୍କୁ ମାଡ଼ ହାଡ଼ ଗୋଡ଼ ଭାଙ୍ଗି ସାରିଲେଣି ଓଡ଼ିଶା ଲୋକଙ୍କର, ଭାରତବର୍ଷ ଲୋକଙ୍କର। ଇଏ ସରକାର କଥା କୁହା କପିଳା ସରକାର କେନ୍ଦ୍ରରେ ଯିଏ ଅଛି, ଇଏ ତାଙ୍କ ସାନ ଇଞ୍ଜିନ ସରକାର। ଇଏ ହେଉଛି ଗୋଟେ ନିର୍ଦ୍ଧୋକୀ ସରକାର, ଆଙ୍କ କାନକୁ ଶୁଭୁନି, କିନ୍ତୁ ଆଙ୍କ ଭବିଷ୍ୟତ କାହିଁ ଭଲ ଦେଖାଯାଉନି। ଡବଲ ଇଞ୍ଜିନ, ଡବଲ ଶୋଷଣ, ଡବଲ କଷଣ। କ'ଣ ଆଉ କହିବି, ମିଟିଂ ସରିଲାଣି ଘଣ୍ଟେ ହେଲା, ଲୋକ ଯାଉନାହାନ୍ତି ଛାଡ଼ିକି ଜାଗା। ମୋ ଜୀବନରେ ମୁଁ ମିଟିଂ ଦେଖିଛି ସରକାରୀ ଦଳ ଥିଲାବେଳେ ଶେଷ ଆଡ଼କୁ ପତଳା ହେଇ ଆସେ, ସତ କଥା ମୁଁ କୁହେ। ଶେଷ ଆଡ଼କୁ ପତଳା ହେଇ ଆସେ। ଆଜି ପତଳା ହେବା ନାଁ ନେଉନି। ମିଟିଂ ଯେତେ ସମୟ ଗଡ଼ୁଥାଏ ଜନଗହଳି ସେତେ ବଢ଼ୁଥାଏ। ଆଉ ଜନଗହଳି ଖାଲି ବଢ଼ୁନଥାଏ, ଶେଷ ପର୍ଯ୍ୟନ୍ତ ଲୋକ ରହିଲେ। ତାପରେ ମିଟିଂ ସରିଲାଣି ଘଣ୍ଟେ ହେଲା, ଲୋକ ତଥାପି ଛାଡ଼ିକି ଯାଉନାହାନ୍ତି। କ'ଣ ପାଇଁ? ଲୋକଙ୍କର ଗୋଟେ ଜିଦି ଆସିଗଲାଣି। ଜିଦିଟା ହେଉଛି ନବୀନ ସରକାର ଭଲ ଥିଲା, ନବୀନ ଭଲ ଥିଲେ। ଲୋକଙ୍କର ସେଇ ଯେଉଁ ଆନ୍ତରିକତା ଲଢ଼େଇ ଭିତରୁ ଟାଣି ଆଣିଛି ଲୋକଙ୍କୁ। ସରକାର ଥିଲା ଭଳିଆ ତ ଲାଗୁନି। ଯଦି ତାଙ୍କର ଗାଦି ଫାଦି ଅଛି ସେ ଷ୍ଟ୍ରଙ୍ଗ କରନ୍ତୁ, କିନ୍ତୁ ତାଙ୍କର ତ ମୁଁ ଆଜି ଦେଖିଲି ମାନେ ତାଙ୍କର ଯିବା ବେଳ ଆସିଗଲାଣି।